ଦି ଜଣ ସାଙ୍ଗ। ସିଏ ଜଣେ ପିଲା ଠାକୁରଙ୍କୁ ତାର ମାନେ, ଆଉ ଜଣେ ପିଲା ସେ ଠାକୁର କଥା କିଛି ମାନେ ନା। ସେ ଦିନେ ଯାଉଥିଲେ କୁଆଡ଼େ, ଯାଉଁ ଯାଉଁ ଗୋଟିଏ ତୁଳସୀ ଗଛ ସେ ଦେଖିଲେ। ଯେଉଁ ପିଲାଟି ଠାକୁରକୁ ମାନେ ସେ କ'ଣ କଲା, ତୁଳସୀକୁ ଜୁହାର ହେଲା। ଯେଉଁ ପିଲାଟି ନ ମାନେ ସିଏ କ'ଣ କଲା, ସେ ତୁଳସୀ ପତ୍ରକୁ ଆଣି ତାର ଦେହରେ ନେସିଦେଲା। ସେଠୁ ଆଉ କିଛି ବାଟ ଗଲେ, ଗଲା ବେଳକୁ ଆଉ ଗୋଟିଏ ତୁଳସୀ ଗଛ ଦେଖିଲା। ଏଠୁ ସେ ଜୁହାର ହେଲା। ଇଏ ତାର ସେ ପିଲା ସେ ଦୁଇଁ ଆଣିକିନି ଦେହରେ ନେସିଲା। ଆଉ କିଛି ବାଟ ଯାଇଛନ୍ତି, ଗୋଟିଏ ବିଛୁଆତି ଗଛ ଦେଖିଲେ। ସେଠୁ ଦେଖିଲା ଯେମିତି ଇଏ କ'ଣ କଲା, ଏ ପିଲାଟି ସେ ବିଛୁଆତି ଗଛକୁ ଜୁହାର ହେଲା। ହେଲା ଯେମିତି ସିଏ ତ ଆଉ ଜାଣେ ନା ବିଛୁଆତି ବୋଲି। ସିଏ ପିଲା କ'ଣ କଲା, ଦୁଇଁ ଆଣିକିନି ଦେହରେ ନେସିଦେଲା। ଆଉ ନେସିଦେଲା ଯେମିତି କୁଣ୍ଡେଇ ରାମ୍ପି ହେଲା। ଏଠୁ କ'ଣ ହେଲା ପିଲା, ଏଇଥିରୁ ଜାଣିବ ଠାକୁରଙ୍କୁ ଯିଏ ମାନି ଚଳୁଛି ସେ ଭଲରେ ରହୁଛି। ଏଇ କଥାକୁ ତମେ ଭାବିକିନି ଚଳ।